ଆସନ୍ତୁ ଆମେ ଏବେ ସମ୍ପୂର୍ଣ୍ଣ ଭାବରେ ଡିସ୍କସନ୍ କରିବା OSTET ରେଜଲ୍ଟ କେବେ ବାହାରିବ, ତାପରେ କ'ଣ କରିବା। ଆଉ ଦେଖନ୍ତୁ ମୁଁ କାଲି ଗୋଟେ ଭିଡ଼ିଓ ମଧ୍ୟ ୟା ପରେ ଛାଡ଼ିଥିଲି ରେଜଲ୍ଟ କେବେ ବାହାରିବ ଆଉ ଆପଣ ସାର୍ଟିଫିକେଟ୍ କେମିତି ପାଇବେ। ସେଇ ଯେଉଁ ଭିଡ଼ିଓ ଛାଡ଼ିଥିଲି ସେଇ ଭିଡ଼ିଓରେ ବହୁତ ପିଲା କମେଣ୍ଟ କରିକି ବହୁତ କ୍ୱେଶ୍ଚନ୍ ପଚାରିଛନ୍ତି, ତାଙ୍କର ମଧ୍ୟ ଆନ୍ସର୍ ଦେବି। ଆଉ ଆସନ୍ତୁ ଦେଖିବା ରେଜଲ୍ଟ କଥା କ'ଣ ହେବ କ'ଣ ନାହିଁ। ଆପଣ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ମଧ୍ୟରେ ସେୟାର କରନ୍ତୁ। ଆଉ କ'ଣ ଆଉ SSB TGT ପାଇଁ ମୁଁ କ୍ଲାସ୍ ଆରମ୍ଭ କରିଛି। ଯଦି ସେ କ୍ଲାସ୍ ସବୁ ଦେଖିନାହାନ୍ତି ଯାଇକି ଭିଜିଟ୍ କରି ଚ୍ୟାନେଲରେ କ୍ଲାସ୍ ସବୁ ପ୍ଲେଲିଷ୍ଟ ଅପଲୋଡ଼ ଅଛି ପେଡ଼ାଗୋଜି ପାଇଁ, ବଟନୀର ମଧ୍ୟ କ୍ୱେଶ୍ଚନ୍ ଅପଲୋଡ଼ ଅଛି, ଯାଇକି ଦେଖନ୍ତୁ। ଆସନ୍ତୁ ଏବେ ଡିସ୍କସନ୍ କରିବା OSTET ରେଜଲ୍ଟ କେବେ ବାହାରିବ। ଶୁଣନ୍ତୁ, ଆପଣଙ୍କର ଜାନୁଆରୀ 19ରେ ହେଇଥିଲା ଏକ୍ଜାମ୍। ଆମେ ସବୁ ଏକ୍ଜାମ୍ ସରିଲା 19 ତାରିଖ, ଆପଣ ପରୀକ୍ଷା ଦେଇକି ଆସିଲା ପରେ ଆମେ ସବୁ ଅନଅଫିସିଆଲ୍ ଆନ୍ସର୍ କି ସବୁ ଡିସ୍କସନ୍ କଲେ। ସମସ୍ତେ ପିଲା ମଧ୍ୟ ତାଙ୍କର ମାର୍କ କାଉଣ୍ଟ କରିଛନ୍ତି। ତାପରେ BSc ଓଡ଼ିଶା ତରଫରୁ ତାଙ୍କର କ'ଣ ଆସିବ, ଅଫିସିଆଲ୍ ଆନ୍ସର୍ କି ଆସିବ। ଆପଣ ସେ ଆନ୍ସର୍ କି ଦେଖିବେ। ସେ ଆନ୍ସର୍ କି ଦେଖିଲା ପରେ ଆପଣଙ୍କୁ ଧର ଲାଗିବ ଏଇଟା ଆନ୍ସର୍ ଠିକ୍, ଏଇଟା B ଦେବା କଥା C ଦିଆହେଇଛି, ଆପଣ ମଧ୍ୟ ଚାହିଁଲେ ତାପରେ କ୍ଲେମ୍ ମଧ୍ୟ କରିପାରିବେ। କ୍ଲେମ୍ କଲା ପରେ ଫାଇନାଲ୍ ରେଜଲ୍ଟ ଆସିବ। ଫାଇନାଲ୍ ରେଜଲ୍ଟ କେତେ ଦିନରେ ଆସିବ, ମାସେ 1.5 ମାସ କି 2 ମାସ ଭିତରେ ତାର ରେଜଲ୍ଟ OSTETର ଆସିଯିବ। ତାପରେ ଆପଣମାନଙ୍କର ସାର୍ଟିଫିକେଟ୍ ମୁଁ କାଲି ମଧ୍ୟ କହିଥିଲି, ସାର୍ଟିଫିକେଟ୍ ଆପଣଙ୍କର ପୋଷ୍ଟାଲ୍ ଭାୟା ପୋଷ୍ଟାଲ୍ ଦ୍ୱାରା ଆସିକି ଘରେ ପହଞ୍ଚିଯିବ ଯେଉଁମାନେ କ୍ୱାଲିଫାଏ କରିବେ। ଦେଖନ୍ତୁ ପିଲାମାନଙ୍କର ବହୁତ ପ୍ରଶ୍ନ ଥିଲା। ପିଲାମାନଙ୍କର ପ୍ରଶ୍ନ ଥିଲା କ୍ୱାଲିଫାଏ କେତେ ମାର୍କ। ପ୍ରଥମ କଥା ହେଲା ଆପଣମାନେ ସବୁ ଜାଣିଛନ୍ତି ଆମର 150 ମାର୍କର ଏକ୍ଜାମ୍ ହେଇଥିଲା। 150 ମାର୍କର ଯେଉଁ ଏକ୍ଜାମ୍ ହେଇଥିଲା, ଜେନେରାଲ୍ ପିଲାଙ୍କ ପାଇଁ 68 ମାର୍କ ରଖିଲେ କ୍ୱାଲିଫାଏ, SC ST PH SC BC ପିଲାଙ୍କ ପାଇଁ 53 ମାର୍କ ରଖିଲେ କ୍ୱାଲିଫାଏ। ଆମର ଜଣେ ପିଲାଙ୍କର ଗୋଟେ ପିଲା ମୋତେ SMS କରିଥିଲା କି ସାର୍ ମୁଁ 53 ରଖିଲେ ମୋର ସାର୍ଟିଫିକେଟ୍ ଆସିବ କି ନାହିଁ। ଦେଖନ୍ତୁ କ୍ୱାଲିଫାଏ ମାର୍କ ହେଉଛି 53, ଜେନେରାଲ୍ ପିଲାଙ୍କ ପାଇଁ 68, ତୁମେ 53 ରଖିଲେ ସାର୍ଟିଫିକେଟ୍ ଆସିବ। 54 ରଖ, 55 ରଖ, ଏମିତିକି 53ରୁ ନେଇକି 150 ଯାଏଁ ଯାହା ବି ରଖ ତୁମର ସାର୍ଟିଫିକେଟ୍ ନିହାତି ଭାବରେ ଆସିବ। ସେମିତି ଜେନେରାଲ୍ ପିଲାଙ୍କ ପାଇଁ 68 ମାର୍କ ରଖ, 68ରୁ ନେଇକି 150 ଯାଏଁ ତା ଭିତରେ ଯାହା ମାର୍କ ରଖିଲେ ବି ତୁମର କ'ଣ ସାର୍ଟିଫିକେଟ୍ ଆସିବ। କିନ୍ତୁ 53ରୁ ତଳକୁ ରଖିଲେ ସାର୍ଟିଫିକେଟ୍ ଆସିବ ନାହିଁ। ତାପରେ ଆଉ ଜଣେ ପିଲା କହିଥିଲେ ସାର୍ OSTETରେ ଗ୍ରେସ୍ ମାର୍କ ମିଳେ ନା ନାହିଁ। ଦେଖନ୍ତୁ ସେମିତି ନାହିଁ କି ଯେ ଗ୍ରେସ୍ ମାର୍କ ନିହାତି ମିଳିବ। ଏଇ ଯେଉଁ ପୂର୍ବଥର ଏକ୍ଜାମ୍ ହେଇଥିଲା 3-4 ମାର୍କ 5 ମାର୍କ ମଧ୍ୟ ଗ୍ରେସ୍ ମିଳିଥିଲା। କିନ୍ତୁ ଦେଖନ୍ତୁ ଗ୍ରେସ୍ ମିଳିବା ପାଇଁ କ'ଣ ଦରକାର, ଆଇଦର କ୍ୱେଶ୍ଚନ୍ ଭୁଲ ହେଇଥିବ, କ୍ୱେଶ୍ଚନ୍ ଭୁଲ ହେଇଥିଲେ ଆପଣଙ୍କୁ ଗ୍ରେସ୍ ମିଳିବ, ନହେଲେ ଆଇଦର ଅପସନ୍ ଭୁଲ ହେଇଥିବ। ଯଦି 4ଟା ଅପସନ୍ ଯେଉଁ କ୍ୱେଶ୍ଚନ୍ ଦେଇଛି, କ୍ୱେଶ୍ଚନ୍ ଅନୁସାରେ ଯେଉଁ 4ଟା ଅପସନ୍ ଦେଇଛି ତା ଭିତରେ ଆନ୍ସର୍ ନାହିଁ, ତାହେଲେ କ'ଣ ସେ ଜାଗାରେ ମଧ୍ୟ କ'ଣ ହେବ, ଆପଣଙ୍କୁ ଗ୍ରେସ୍ ମିଳିବ। ଆଉ ଜଣେ ପିଲା କହିଥିଲେ ସାର୍ BEd କଣ୍ଟିନ୍ୟୁ ସାର୍ଟିଫିକେଟ୍ ଦେଇକି ଆମେ SSB TGT ଆପ୍ଲାଏ କରିପାରିବୁ କି। ନା, ଆପଣ SSB TGT ଆପ୍ଲାଏ କରିପାରିବେ ନାହିଁ, କିନ୍ତୁ ଆପଣମାନେ ପଢ଼ନ୍ତୁ। ଆପଣଙ୍କର BEd ସରିନାହିଁ, ସେଇଥିପାଇଁ ଆପଣ କଣ୍ଟିନ୍ୟୁ ସାର୍ଟିଫିକେଟ୍ କଥା କହୁଛନ୍ତି। ଯେତେବେଳେ ଆପଣଙ୍କର BEd ସରିଯିବ, ସରିଗଲା ବେଳକୁ LTR ବାହାରିଥିବ, ଆପଣମାନେ ଯଦି ଏବେଠୁ ପଢ଼ିଥିବେ ତାହେଲେ ସେତେବେଳକୁ କ'ଣ ହେବ, LTR ବେଳକୁ ଆପଣଙ୍କର ଠିକ୍ ପାଠପଢ଼ା ସମ୍ପୂର୍ଣ୍ଣ ହୋଇଥିବ, ଆପଣ ଏକ୍ଜାମ୍ ଦେଲେ କ'ଣ ହେବ, ଏକ୍ଜାମ୍ କ୍ୱାଲିଫାଏ କରିପାରିବେ। ଯଦି ଏବେଠୁ ନ ପଢ଼ିଥିବେ ତାହେଲେ SSB TGT ସରିଲା ପରେ ଇଲେକ୍ସନ୍ ପରେ LTR ବାହାରିବ। LTR ଆପଣ କ'ଣ କରିବେ, ସେତେବେଳକୁ ପଢ଼ିନଥିବେ, ଯେହେତୁ କ'ଣ ହେବ ଆପଣ ହଇରାଣ ହେବେ। ସେଥିପାଇଁ ଆପଣ SSB TGT ଆପ୍ଲାଏ କରିପାରନ୍ତୁ ନ କରିପାରନ୍ତୁ, ପଢ଼ନ୍ତୁ। ପଢ଼ିଲେ ଆଗକୁ ଆପଣ LTR ବାହାରିବ, ହାଇସ୍କୁଲରେ ଯେଉଁ ଟିଚର୍ଟା ଆମର ବାହାରିବ ସେଥିରେ ଆପଣଙ୍କୁ କ'ଣ କରିବ, ହେଲ୍ପ କରିବ। ବୁଝିପାରିଲେ। ଏଇଆ ଥିଲା ଆମର OSTET ରେଜଲ୍ଟ ପାଇଁ କୌଣସି ବ୍ୟସ୍ତ ହୁଅନ୍ତି ନାହିଁ। ଯିଏ କ୍ୱାଲିଫାଏ କରିଥିବ ସମସ୍ତଙ୍କ ଘରେ ଆସିକି ସାର୍ଟିଫିକେଟ୍ ପହଞ୍ଚିବ। 53 ରଖନ୍ତୁ କି ଜେନେରାଲ୍ ପ୍ରାୟ 68ରୁ ଏଭବ ଯାହା ବି ମାର୍କ ରଖିଲେ କ'ଣ ହେବ, ଆପଣଙ୍କର ସାର୍ଟିଫିକେଟ୍ ଆସିଯିବ। ବୁଝିଗଲା। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ମଧ୍ୟରେ ସେୟାର କରନ୍ତୁ। ରହିଲି, ଜୟ ଜଗନ୍ନାଥ।